ହଁ ବୋହୁ ଚା ସରିଲା। ହଁ ଖାଲି ଚାହା ପିଇବାକୁ ନିଅ ଚାହା। ଆରେ ବୋହୁ ତ ମୁଁ କହିଲି ଟିକେ ପକୁଡି ଛାଣିଦେବାକୁ ତମେ ସେଇ ଚା ବିସ୍କୁଟ ଆଣି ଧରେଇଦେଲ। ଏତେ ଆଉ ଚାହା ପକୁଡି ଖାଅନି। ଖାଇ ଖାଇ ବସି ବସି ତ ଖାଇ ଚାଲିଛ ଗଲା। ଚାହା ପକୁଡି ମୁଁ ଗୋଟେ ମଣିଷ ତମ ଘରକୁ ବାହା ହେଇକି ଆସିଛି ଖାଲି କାମ କରିବି ଏ କାମ କରିବି ସେ କାମ କରିବି ଏଟା ରୋଷେଇ କରିବି ସେଟା ରୋଷେଇ କରିବି। କାହିଁକି ବିସ୍କିଟ ଗଳିବନି? ବିସ୍କିଟ ଖାଇଲେ ଦେହ ଏମିତି ଖରାପ ହେଇଯିବ? ସବୁବେଳେ ଖାଲି ପକୁଡି ଖାଇବି। ଆଜି ବୋହୁ ସେଇଟା କର ବୋହୁ ଏଟା କର। ତମର ଯଦି ଏତେ ଖାଇବାକୁ ଇଚ୍ଛା ଥିଲା ତମେ ଗୋଟେ ଚାକରାଣୀ ରଖିଦିଅ ନହେଲେ ପୁଅକୁ କହିଦିଅ ଚାକରାଣୀ ରଖିଦବ। କେମିତି ତମେ କହିପାରୁଛ? ହାଁ ମାଗି ଦଉଛ ପକୁଡି ଦିଅ କଣ ତେଲ ଜାଣିପାରୁନ ବୋଧେ ତେଲ ରେଟ୍ ଆଜିକାଲି କଣ ବଢିଲାଣି ନାଇଁ। ତମ ପୁଅକୁ କହିଦିଅ କାମବାଲି ରଖିଦବ। ତମର ସେ ବଳ ବୟସ ହେଲାଣି। ପୁଅ ଗୋଟାଏ ବୋଲି ଲୋକ ରୋଜଗାର କରିବ 5-7ଟି ପରିବାର ଚଳିବେ। କାଇଁ ତୁମେ କହୁନ କି ପୁଅ ଆମେ ଆଉ ରହିବୁନି ବୃଦ୍ଧାଶ୍ରମ ଏତେ ବୃଦ୍ଧାଶ୍ରମ ଅଛି ପଳେଇ ଯାଉନ ସେଠି ରହିବ ଭଲ ଭଲ ଖାଇବା ଖାଇବ ସେଠି। ଯଦି ପୁଅ ବୋହୁ ତମକୁ ଶାନ୍ତିରେ ରଖିପାରୁନାହାନ୍ତି ସୁକୁ ସୁକୁ ହୁଅନି ଗୋଟା ତୁମେ ଏଠି ଆଉ ବୋଉ ସେଠି। ସିଏ ଗଲା ପୁଅ ଆସିଲେ ପୁଟୁ କରି କହିଦେବେ ସବୁ କଥା ମିଛ ସତ ଲଗେଇକିରି। ଆଉ ଆପଣ ଖାଲି ଖାଇବା ଟିକେ ଖାଇବା ଦିଅ ଟିକେ ଖାଇବା ଦିଅ। ଆରେ ତମେ କେତେବେଳେ ଆଇଲ? ମୋ ବାପାଙ୍କୁ ନା ପାଟି କରୁଥିଲି ଦେଖୁନ କହୁଛନ୍ତି ମୁଁ ଖାଇବି ବିସ୍କିଟ ଖାଇବି। ପକୁଡି ମୁଁ କହିଲି କରିଦବା ପାଇଁକା ମନା କଲେ କହିଲେ ପକୁଡି କରନି ତେଲ ମୁଁ ବିସ୍କିଟ ଖାଇବି। ଦେହ ଖରାପ ସୁଗାର ଅଛି ବିସ୍କିଟ ଖାଇବା କଥା ବାପା ବୁଝୁନାହାନ୍ତି। ଆଉ ତମେ ହଉ ତମେ ହଉ ଯାଅ ଫ୍ରେଶ ହୁଅ ମୁଁ ତମ ପାଇଁ କଣ ବନଉଛି। ହଁ ହଉ ଠିକ ଅଛି। ତମ ବାପାଙ୍କ କାମ ସରିକି ତମେ ଆସ, ଗୋଟେ କଥା ଅଛି। ହଁ ହଁ ଚାଲ। କଣ କରିବେ ତା ବୁଢୀଙ୍କ ଚକ୍କରରେ ଆମ ଦେହଙ୍କ ଭିତରେ ଝଗଡା ବଇ ଲୋକଟା ଯଦି ଶୁଣି ଦେଇଥିବେ କଣ କରିବି। ଯାଇ ମୁଁ କହିବି ମୁଁ କିଛି କହିନି ତାଙ୍କ ଦୋଷ। ମୁଁ ନିଅ ଏ ଚାହା ଏକାଳେ କରିକି ନେଇ ଆସିଲି ହେଲା ଚାଲ ନିଅ ପିଅ। ନାଇଁ ନାଇଁ ମୁଁ ଚାହା ଏବେ ପିଇବିନି, ମୁଁ ଜଷ୍ଟ ଅଫିସରୁ ଚାହା ପିଇକି ଆସିଛି। କରିଦେଇଛି ଟିକେ ପିଇ ଦିଅ ମ ଏମିତି କଣ କହୁଛ? ଆରେ ତମକୁ ମନା କଲି। ତ ପିଅ ହଉ ହଉ ନହେଲେ ମୁଁ ଆଉ କଣ ବନେଇଦେବି କି ପକୁଡି ଫକୁଡି ବନେଇଦେବି ଛାଣିଦେବି ଖାଇବ। ଶୁଣ ଶୁଣ ଶୁଣ, ପକୁଡି ତ ବାପା ବହୁତ ଖାଇଲେ, ମୁଁ ଆଉ କଣ ପକୁଡି ଖାଇବି? ଆରେ ବାପା ଖାଇଲେ ମାନେ ଆରେ ତମେ ବାପାଙ୍କୁ ବି ପକୁଡି ବନେଇକି ଦେଇଥିଲ ନା। ନାଇଁ ତମେ କଣ ଶୁଣ କେତେବେଳେ ଆସେ? ମୋ କଥା ଟିକେ ଶୁଣ। ଆଜି ପର୍ଯ୍ୟନ୍ତ ବାପା ମା ଯାହା କହୁଥିଲେ ମୁଁ ତାଙ୍କ କଥା ଶୁଣୁନଥିଲି। ମୁଁ ଭାବୁଥିଲି ବୟସ ହେଲାଣି ସେମାନଙ୍କର ବୃଦ୍ଧାବସ୍ଥାରେ ସମସ୍ତେ ଏମିତି କୁହନ୍ତି ଆଉ ସିଏ ସେମିତି କହୁଛନ୍ତି ବୋଲି। କିନ୍ତୁ ଆଜି ଯେତେବେଳେ ମୁଁ ମୋ ନିଜ କାନରେ ଶୁଣିଲି ତାଠାରୁ ଆଉ ତମେ କଣ ଭୁଲ ଶୁଣିଥିବ ମୁଁ ଆରେ ତ ମୁଁ ଆଉ ଭୁଲ କଣ କହୁଥିଲି ଶୁଣିଲି? କରିଦବା ପାଇଁକା। ମୁଁ ଭୁଲ ଆଉ କଣ ଶୁଣିଲି? ତମ ଆରମ୍ଭରୁ ମୁଁ ସେ ପାହାଚ ଉପରେ ଠିଆ ହେଇ ସବୁ କଥା ଶୁଣିଛି। ଆଉ ବାପାଙ୍କୁ ତମେ ଯୋଉ କଦର୍ଯ୍ୟ ବ୍ୟବହାର କରୁଥିଲ ଆଉ ମାଙ୍କ ବିରୁଦ୍ଧରେ ଯୋଉ କଥା ସବୁ କହୁଥିଲ ମୁଁ ଆଜି ଅନୁଭବ କରିପାରୁଛି ଯେ ସେମାନେ କେତେ କଷ୍ଟରେ ଥିବେ। ଶୁଣ, ମୁଁ ତମକୁ ଯେତେବେଳେ ବିବାହ କରିଥିଲି ସେତେବେଳେ ତୁମ ବାପା ମାଙ୍କୁ ବି ମୁଁ ସେତେବେଳେ ବି କହିଥିଲି ଯେ ମୋର ଏମିତି ଗୋଟେ ଝିଅଟିଏ ଦରକାର ଯିଏକି ମୋ ବାପା ମାଙ୍କର କେୟାର ନେଇପାରୁଥିବ, ମୋର ଯତ୍ନ ନେଇପାରୁଥିବ, ମୋ ପିଲା ଛୁଆ ମାନଙ୍କର ବି ଯତ୍ନ ନେଇପାରୁଥିବ। ମୁଁ ନିଏ କେୟାର ମୁଁ କଣ ଶୁଣ, ନିଏନି? ମୁଁ ତ ଆଜି ପର୍ଯ୍ୟନ୍ତ ସେଇଆ ଭାବିଥିଲି। ମୁଁ ଆଜି ଫାଷ୍ଟ ଟାଇମ ଏମିତି କଣ ଟିକେ କହିଛି ମୁଁ ତମେ ଫାଷ୍ଟ କୁହେନି। ଟାଇମ କରିଛ କି ଏଇଟା ତମର ଲାଷ୍ଟ ଟାଇମ ସେଇଟା ତ ମୁଁ କହିପାରିବିନି। ସେଟା ଯିଏ ଉପର ବାଲା ଦିନ ରାତି କରୁଛି ସେ ହିଁ କହିପାରିବ ଠିକ ସେ। ଆଉ ଗୋଟେ କଥା ମନେ ରଖ, ମୁଁ ତୁମକୁ ଆଜି ଲାଷ୍ଟ ଟାଇମ କହିଦଉଛି, ତମେ ଯଦି ଏମିତି କେବେ ଆଉ ଫେରବାର କରିବ ତାହେଲେ ମୁଁ ତମକୁ ଡିଭୋର୍ସ ଦେବାକୁ ବି ଭୁଲିବିନି। ନାଇଁ ନାଇଁ ମୋର ଭୁଲ ହେଲା ମୁଁ ଶୁଣ, ଡିଭୋର୍ସ କଥା ମୋ କୁହେନି। ବାପା ମା ମତେ ଛୋଟରୁ ବଡ କରିଛନ୍ତି ହେଲା। ମୁଁ ବୁଝୁଛି। ତାଙ୍କରି କୋଳରେ ମୁଁ ଆଜି ଏଇ ଡେଟ ହେଇଛି। ଆଜି ମୁଁ ଯୋଉଠି ପହଞ୍ଚିଛି ସେମାନଙ୍କର ଆଶୀର୍ବାଦ ସକାଶେ ମୁଁ ଏଇଠି ପହଞ୍ଚିଛି। ବୁଝିହଉଛି? ତମେ କ୍ଷମା କରିଦିଅ ମତେ କ୍ଷମା କରିଦିଅ ମୁଁ କ୍ଷମା ଏମିତି କରିବିନି ଆଉ ଶୁଣ କିଛି କହିବିନି ମତେ କ୍ଷମା ଶୁଣ ଶୁଣ କରିଦିଅ। ମୋ କଥା ଶୁଣ। କ୍ଷମା ମୁଁ କଣ କରିବି? ତମେ ମୋ ପାଖରେ ତ କିଛି ଭୁଲ କରିନ, ତମେ ମୋ ବାପା ମାଙ୍କ ପାଖରେ ଭୁଲ କରିଛ। ହଁ ଆଉ ମୁଁ ଗୋଟେ କଥା ମାନୁଛି ଶୁଣ, ମୁଁ ଭୁଲ କରିଛି। ଆଜି ମୋ ବାପା ହଉଛନ୍ତି ଡାଇବେଟିସ ପେସେଣ୍ଟ। ମୋ ମାର ଉଚ୍ଚ ରକ୍ତଚାପ ସେଇଟା ତମେ ଭଲ ଭାବରେ ଜାଣିଛ। ସେମାନଙ୍କର ମାନସିକ ଅବସ୍ଥା କଣ ଥିବ ସେଇଟା ତୁମେ ଭଲ ଭାବରେ ଅନୁମାନ ବି କରିପାରୁଥିବ ହେଲା। ସେମାନେ ବୁଢା ହେଲେଣି, ତାଙ୍କୁ ଯଦି ଆମେ ଏ ବୟସରେ ତାଙ୍କୁ ହତାଦର କରିବା ତାହେଲେ ଚିନ୍ତା କଲ ସେ ଏ ବୟସରେ କୁଆଡେ ଯାଇକି ରହିବେ। ସେମାନେ ଭାବିଥିବେ ଯେ ଆମ ପିଲାମାନେ ବଡ ହେଲେଣି, ଆମେ ବର୍ତ୍ତମାନ ତାଙ୍କ ପାଖରେ ଆଶ୍ରୟ ନେବୁ, ସେମାନେ ଆମର ସେବା ଶୁଶ୍ରୂଷା କରିବେ, ଆମର ବୁଢା ଦିନ ଭଲରେ କଟିବ। ତମେ ଯଦି ଏଇଭଳି ବ୍ୟବହାର କରିବ ଏମିତିଆ ବୁଢା ବୁଢୀ ସେମାନେ ଚିନ୍ତା କରୁଥିବେ ଯେ ଆମେ ପୁଅ ଜନ୍ମ କରିକି ବଡ ଭୁଲ କଲୁ। ଏମିତି ହେଲେ କେହି ଆଉ ଛୁଆ ଜନ୍ମ କରିବେନି। ତମେ ଚିନ୍ତା କର କାଲି ସକାଳେ ତମେ ବି ବୁଢା ବୁଢୀ ହବ,
ତମ ପୁଅ ଯଦି ତମକୁ ଏମିତି ବ୍ୟବହାର କରିବ ତମକୁ କଣ ଲାଗିବ ଯେ ମୁଁ ଛୁଆଟିଏ ଜନ୍ମ କରି ବଡ ଭୁଲ କରିଛି। ବୁଝୁଛି ହେଲା, ତମେ କ୍ଷମା କର। ମତେ କ୍ଷମା ମାଗନି, ତମେ ଯାହା ପାଖରେ ଯାଇକି ଭୁଲ କରିଛ ତମେ ତାଙ୍କୁ କ୍ଷମା ମାଗିଲେ ହୁଏତ ସେମାନେ ତମକୁ କ୍ଷମା କରିବେ, ଆଉ ମୁଁ କଣ ତମକୁ କ୍ଷମା କରିବି। ହଁ ମୁଁ ମାଗିବି କ୍ଷମା, ବାପା ବୋଉଙ୍କୁ ମୁଁ ଦି ଜଣ କ୍ଷମା ମାଗିବି, ମତେ କିନ୍ତୁ ତମେ କଣ କରିବ କଣ ନ କରିବ ସେଇଟା ମୋ ଅପେକ୍ଷା ତମେ ଭଲ ଭାବରେ ଜାଣିଛ। ହେଲା, ମୁଁ ଆଉ ବେଶୀ କିଛି କହୁନି, କୋଉଟା ଠିକ କୋଉଟା ଭୁଲ ସେଟା ତମେ ଠିକ ଭାବରେ କରିବ ବୋଲି ମୁଁ ଅନୁମାନ କରୁଛି। ନହେଲେ ବୁଝୁଛି। ଆମ ଭିତରେ ଆମେ ଡିଭୋର୍ସ ନେଇଯିବା, ସବୁଠାରୁ ଭଲ ହବ। ମୁଁ ବି ବୁଝୁଛି, ମୁଁ ଆଜିକାଲି ବହୁତ କିଛି କହିଦେଇଥିଲି, ମୁଁ ଏମିତି କେବେ ବି ଭୁଲ କରିବିନି। ତମେ ରାଗନି, ମୁଁ ଆଜିଠୁ ତମକୁ ଶପଥ କରି କହୁଛି ମୁଁ କିଛି କରିବିନି, ସେମିତି କିଛି ଭୁଲ କରିବିନି ଯୋଉଟା ତମକୁ ମନ ଦୁଃଖ ହବ କି ବାପା ବୋଉ ମୋ ଅଶାନ୍ତି ହେବେ। ବାପା ବୋଉଙ୍କୁ ମୁଁ କିଛି ବି ଭୁଲ କହିବିନି। ଶୁଣ, ଏଠି କୁମ୍ଭୀର କାନ୍ଦଣା କାନ୍ଦନି, ଯୋଉମାନଙ୍କ ପାଖରେ ଭୁଲ କରିଛ ସେମାନଙ୍କ ପାଖକୁ ଯାଅ, ସେମାନଙ୍କୁ ଭୁଲ ମାଗ। ମୁଁ ଯାଉଛି ବାପାଙ୍କୁ ଭୁଲ ମାଗିବି, ତମ ଯାଅ, ଆଖି ଆଗରେ ଭୁଲ ମୋ ମାଗିବି। ସାମ୍ନାରୁ ପଳାଅ, ତମେ ମୋ ସାମ୍ନାରେ ଠିଆ ହୁଅନି। ବାପା ବାପା ମତେ ଭୁଲ ହେଇଗଲା, ମୁଁ ଭୁଲ ହେଇଗଲା ବାପା, ମତେ କ୍ଷମା କର ବାପା, ମୁଁ ଏମିତି ଭୁଲ ନାଇଁ କିଛି ମା, ବି ନାଇଁ, କରିବିନି ଥାଉ, ବାପା, ଥାଉ, ମତେ ଥାଉ ମା। କ୍ଷମା କରିଦିଅ, ମୁଁ ବହୁତ ବଡ ଭୁଲ କରିଥିଲି। ନାଇଁ ମା, ଶୁଣ 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 ଶୁଣ, କିଛି ତୋର ଭୁଲ ହେଇନି ମା, ତୁ କାହିଁ ବ୍ୟସ୍ତ ହଉଛୁ? ମୁଁ ତ ତୋତେ କେବେ ବି ତୋର ଭୁଲ ଧରିନି। ଆଁ? ତତେ ତ ଆମେ କେବେ ବୋହୁ ଭଳିଆ ଦେଖିନୁ, ସବୁବେଳେ ଝିଅ ଭଳିଆ ହିଁ ନିଜ ଝିଅ ଭଳିଆ ଦେଖିଛୁ। ଯା ମା, କାନ୍ଦନା କାନ୍ଦନା। ମତେ କ୍ଷମା କରିଦିଅନ୍ତୁ ବାବା, ଆଉ ଆପଣ ମାନେ ବି ମୋ ଭଳିଆ ଭୁଲ ଏମିତି କେବେ ବି କରନ୍ତୁନି। ଶାଶୁ ଶ୍ୱଶୁରଙ୍କୁ ବାପା ମା ଭଳିଆ ସେବା କରନ୍ତୁ। ମୁଁ ତ ମୋ ଭୁଲ ବୁଝିପାରିଲି, ଆପଣ ମାନେ ବି ଏମିତି କେବେ ବି କରିବେନି। ଯଦି ଭିଡିଓଟି ଆପଣ ମାନଙ୍କୁ ପସନ୍ଦ ହେଇଛି ତାହେଲେ ଆପଣ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚିନ୍ତ କରିବେ। ରହିଲୁ, ଜୟ ଜଗନ୍ନାଥ।